ଅସେଇଁ କଳା ଯୁବ କ୍ଲବ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ। ସୁନ୍ଦର ପୃଥିବୀରେ ପ୍ରକୃତି ଆମକୁ ଅନେକ କିଛି ଦେଇଛି। ମୋଟାମୋଟି କହିବାକୁ ହେଲେ ଆମକୁ ବଞ୍ଚିବା ପାଇଁ ପ୍ରକୃତି ରାଣୀଙ୍କ ଅବଦାନ ତୁଳନା କରିହେବ ନାହିଁ। କିନ୍ତୁ ପ୍ରକୃତିକୁ ଆମେ ଦେଇଛନ୍ତି କ'ଣ? ବରଂ ସୁନ୍ଦର ପୃଥିବୀରେ ଗଛଲତାର ସବୁଜ ସୁନ୍ଦର ପରିବେଶକୁ ଆମେ ନିର୍ଦ୍ଦୟ ଭାବରେ ଜଙ୍ଗଲ କାଟି ସଫା କରିଦେଇଛନ୍ତି। ଯାହାଫଳରେ ପ୍ରକୃତି ଅସୁରକ୍ଷିତ ଅବସ୍ଥାରେ ରହିଥିବା ବେଳେ ଜୀବଜଗତ ପାଇଁ ମହାବିପଦ ସୃଷ୍ଟି ହୋଇଯାଇଛି। ଜଙ୍ଗଲ ନଷ୍ଟ ହୋଇଯିବା ଯୋଗୁଁ ପ୍ରଥମତଃ ସୁନ୍ଦର ଏବଂ ସ୍ୱଚ୍ଛ ପରିବେଶ ନଷ୍ଟ ହୋଇଯିବା ବେଳେ ବର୍ଷାର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ତା ସହିତ ଦୁନିଆରେ ଅମ୍ଳଜାନର ଘୋର ଅଭାବ ସୃଷ୍ଟି ହୋଇ ବିଭିନ୍ନ ପ୍ରକାରର ଭୟଙ୍କର ରୋଗ ଗ୍ରାସ କରି ରଖିଛି। ଏହାର ମୁଖ୍ୟ କାରଣ ହେଲା ଅବାଧରେ ଗଛ କାଟିବା ସହିତ ଜଙ୍ଗଲ ଧ୍ୱଂସ କରି ନୂତନ ଜଙ୍ଗଲ ସୃଷ୍ଟି ନ କରିବା ଯୋଗୁଁ ଆଜି ପୃଥିବୀରେ ସୃଷ୍ଟି ହୋଇଛି ବନ୍ୟା, ବାତ୍ୟା ସହିତ ବିପର୍ଯ୍ୟୟର ଭୟ। ସାରା ଦୁନିଆ ଏବେ ଉତ୍ତପ୍ତ ହୋଇ ଜୀବଜଗତକୁ ଅସୁବିଧାରେ ପକାଉଥିବା ବେଳେ ବିଭିନ୍ନ ରୋଗ ବ୍ୟାଧିରେ ମଣିଷ ସମାଜ ଆଜି ବିପଦର ଜୀବନ ପଥରେ ପାଦ ଚାଲୁଛି। ତଥାପି ନିଷ୍ଠୁର ମଣିଷ ସମାଜ ବୁଝିପାରୁନାହିଁ ଯେ ଜଙ୍ଗଲ ଧ୍ୱଂସ କରି ନୂତନ ଜଙ୍ଗଲ ସୃଷ୍ଟି କରିବାରେ ମନ ବଳାଉନାହିଁ କାହିଁକି? କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଅସେଇଁ କଳା ଗ୍ରୀନ୍ ଆର୍ଥ ଯୁବ କ୍ଲବ ଦ୍ୱାରା ଆୟୋଜିତ ହୋଇଯାଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ। ନୂତନ ଭାବରେ ତିଆରି ହୋଇଥିବା ଷ୍ଟାଡିୟମ ପ୍ରାଙ୍ଗଣ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାରର ଗଛ ଲଗାଇ ଷ୍ଟାଡିୟମ ପରିସରକୁ ଖୁବ୍ ସୁନ୍ଦର ଓ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ପାଇଁ ଆଶା ରଖିଛନ୍ତି। ବୃକ୍ଷ ଦେବତାଙ୍କୁ ପ୍ରଥମେ ବିଶ୍ୱାସର ସହିତ ପୂଜା କରି ବୃକ୍ଷରୋପଣ କରିଥିଲେ। ତାପରେ କ୍ଲବର ସମସ୍ତ ସଦସ୍ୟ ବୃକ୍ଷରୋପଣ କରି ଗଛ କେମିତି ସୁନ୍ଦର ଏବଂ ନିରୋଗ ହୋଇ ବଞ୍ଚି ରହିବ ସେ ବ୍ୟବସ୍ଥା କରିଥିଲେ। ତାପରେ କ୍ଲବର ମୁଖ୍ୟ କାର୍ଯ୍ୟକ୍ରମ ଫୁଟବଲ ଖେଳ ହୋଇଥିବା ବେଳେ ଫୁଟବଲ ଖେଳକୁ ମଧ୍ୟ ପୂଜା କରି ଫୁଟବଲ ଖେଳର ଶୁଭାରମ୍ଭ କରିଥିଲେ। ଯୁବ କ୍ଲବ ଦ୍ୱାରା ଏଠାରେ ମହାଡମ୍ବର ସହକାରେ ଫୁଟବଲ ଖେଳ ପ୍ରତିଯୋଗିତା ହୋଇ ଯୋଡ଼ା ବ୍ଲକର ଏକ ଅଗ୍ରଣୀ କ୍ରୀଡା କ୍ଲବର ଆଖ୍ୟା ପାଇସାରିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିତେନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ କ୍ଲବ ସଭାପତି ସ୍ୱାଗତ କୁମାର ବେହେରା, ଦିଲେଶ ବେହେରା, ନୀତିଶ ବେହେରା, ହିତେଶ ବେହେରା, ଅଙ୍କିତ ବେହେରା, ଆଲୋକ ବେହେରା, ଅଖିଳେଶ ମହାକୁଡ, ଚିଙ୍କୁ ବାରିକ, ରଜତ ବେହେରାଙ୍କ ସହିତ ଗ୍ରୀନ୍ ଆର୍ଥ ଯୁବ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। କେନ୍ଦୁଝର ଯୋଡ଼ାରୁ ହରେକୃଷ୍ଣ ବେହେରାଙ୍କ ରିପୋର୍ଟ, ଏବି ନ୍ୟୁଜ।